ଆଜି ଆଲୋକ ଏବଂ ଅନ୍ଧକାର ଶୀର୍ଷକ ଉପଦେଶ ସହିତ ଆସନ୍ତୁ ଆମେ ଏହି ବିଷୟଗୁଡ଼ିକ ବିଷୟରେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଯେ ପରମେଶ୍ୱରଙ୍କ ପ୍ରକୃତ ଲୋକ କିଏ ଏବଂ ବାଇବଲରେ ଆଲୋକ କାହାକୁ ଦର୍ଶାଇଥାଏ। ଯାହା ଅଦୃଶ୍ୟ ଅଟେ ତାହାକୁ ଦେଖିବା ପାଇଁ କିଛି ଜିନିଷ ତିଆରି ହୋଇଥାଏ। ସମସ୍ତ ଲୋକ କ'ଣ ଆପଣ ସମୟ ଦେଖିପାରିବେ କି? ଆପଣ ଶୋଇବା ସମୟରେ, କାମ କରିବା ସମୟରେ, ପ୍ରଚାର କରିବା ସମୟରେ, ବିଶ୍ରାମ ନେବା ସମୟରେ, ଭୋଜନ କରିବା ସମୟରେ କିମ୍ବା ଅଧ୍ୟୟନ କରିବା ସମୟରେ ମଧ୍ୟ କ'ଣ ସମୟ ଅତିବାହିତ ହୁଏ ନାହିଁ? କ'ଣ ଆପଣ ସମୟ ଅତିବାହିତ କରୁଥିବା ଦେଖିପାରୁଛନ୍ତି କି? ଏହା ଅଦୃଶ୍ୟ ଅଟେ। ତାହା କେଉଁ ଉପକରଣ ଅଟେ ଯାହା ଆମ୍ଭମାନଙ୍କୁ ସମୟର ଅଦୃଶ୍ୟ ପ୍ରବାହକୁ ଦେଖିବାକୁ ଅନୁମତି ଦିଏ? ଏହା ଏକ ଘଡ଼ି ଅଟେ। ଏକ ଘଡ଼ି ମାଧ୍ୟମରେ ଆମେ ଏହା ଅନୁଭବ କରିଥାଉ ଓ ସମୟ ଏହିପରି ଭାବେ ଅତିବାହିତ ହେଉଛି। ସେହିପରି ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ମାଧ୍ୟମରେ ଆତ୍ମିକ ଜଗତକୁ ଦେଖାନ୍ତି। ଆତ୍ମିକ ଜଗତର ଜିନିଷ ଯେପରିକି ଭଲ ଏବଂ ମନ୍ଦ, ଯେଉଁମାନେ ସ୍ୱର୍ଗକୁ ଯାଇପାରିବେ ଏବଂ ଯେଉଁମାନେ ଯାଇପାରିବେ ନାହିଁ, ଏବଂ ପରମେଶ୍ୱରଙ୍କ କାର୍ଯ୍ୟ ଏବଂ ଶୈତାନର କାର୍ଯ୍ୟ, ଏହି ସମସ୍ତ ତୃତୀୟ ସ୍ତରୀୟ ଜଗତରେ ଅଦୃଶ୍ୟ ଅଟେ। କ'ଣ ବାଇବଲ ଅତି ଗୁରୁତ୍ୱପୂର୍ଣ୍ଣ ସାଧନ ନୁହେଁ କି, ଯାହା ଆମ୍ଭମାନଙ୍କୁ ଅଦୃଶ୍ୟ ବିଷୟଗୁଡ଼ିକୁ ଦେଖିବାରେ ସକ୍ଷମ କରେ? ତେବେ ବାଇବଲ ମାଧ୍ୟମରେ ଆମେ ଅବଶ୍ୟ ହିଁ ଅଦୃଶ୍ୟ ଜଗତକୁ ବୁଝିବା ଉଚିତ। ଘଡ଼ିର ଆବିଷ୍କାର ପୂର୍ବରୁ ଯେତେବେଳେ ମନୁଷ୍ୟମାନଙ୍କୁ ଆକାଶମଣ୍ଡଳରେ ହେଉଥିବା ପରିବର୍ତ୍ତନ ଜଣାନଥିଲା, ସେମାନଙ୍କ ପାଖରେ ସମୟ ଅତିକ୍ରମ କରିବାର କୌଣସି ଧାରଣା ନଥିଲା। ସେହିପରି ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବା ବିନା ଏବଂ ବାଇବଲର ଜ୍ଞାନ ବିନା ଆତ୍ମିକ ଜଗତର ଅଦୃଶ୍ୟ ବିଷୟଗୁଡ଼ିକୁ ଚିହ୍ନିବା ଅସମ୍ଭବ ଅଟେ। ତେଣୁକରି ଆଜି ଆସନ୍ତୁ ଆମେ ବାଇବଲ ମାଧ୍ୟମରେ ଜାଣିବା ଯେ ଆଲୋକ କାହାକୁ ଦର୍ଶାଇଥାଏ ଏବଂ ଅନ୍ଧକାର କାହାକୁ ଦର୍ଶାଇଥାଏ, ଏବଂ ଆମ୍ଭେମାନେ ସେହି ଲୋକମାନଙ୍କର ବିଶେଷତା ଗୁଡ଼ିକୁ ମଧ୍ୟ ଖୋଜିବା ଯେଉଁମାନେ ପରିତ୍ରାଣ ପ୍ରାପ୍ତ କରିବେ। ଆସନ୍ତୁ ଆମେ ଯୋହନ ଅଧ୍ୟାୟ 3 ପଦ 16 ଉପରେ ଏକ ନଜର ପକାଇବା। ଅଧ୍ୟାୟ 3 ପଦ 16। କାରଣ ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରକୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯେ ତାହାଙ୍କଠାରେ ବିଶ୍ୱାସ କରେ ତାହା ସହିତ କ'ଣ ହୋଇଥାଏ? ସେ ବିଚାରିତ ହୁଏ ନାହିଁ। ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରିନାହିଁ। ପରମେଶ୍ୱର ପୂର୍ବରୁ ହିଁ ତାହାଙ୍କ ବିଚାରକୁ ନିଶ୍ଚିତ କରିସାରିଛନ୍ତି। ଏପରିକି ଆମ୍ଭମାନଙ୍କର ସ୍ୱର୍ଗକୁ ଯିବା ପୂର୍ବରୁ ଯଦି ପରମେଶ୍ୱର ଆମ୍ଭମାନଙ୍କୁ କୁହନ୍ତି ତୁମେ ନରକକୁ ଯାଅ ଏବଂ ତୁମେ ସ୍ୱର୍ଗକୁ ଯାଅ, ତେବେ ସେ କିପରି ଆମକୁ ଏହି ପୃଥିବୀରେ ବିଚାର କରିବେ? ସେ ଆମ୍ଭମାନଙ୍କୁ ଏହିପରି ଭାବେ ବିଚାର କରିବେ ଯେ ଆମେ ଶରୀରରେ ଆସିଥିବା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଛୁ କି ନାହିଁ। ଯେଉଁମାନେ 2000 ବର୍ଷ ପୂର୍ବେ ଶରୀରରେ ଆସିଥିବା ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁନଥିଲେ, ସେମାନେ ପୂର୍ବରୁ ଏହି ପୃଥିବୀରେ ବିଚାରିତ ହୋଇସାରିଥିଲେ। ସେମାନଙ୍କୁ ସ୍ୱର୍ଗର ବିଚାର ସିଂହାସନ ସମ୍ମୁଖରେ ଛିଡ଼ା ହେବାର ଆବଶ୍ୟକତା ନାହିଁ। ତେବେ ସେମାନଙ୍କ ପାଇଁ ଏହାର ଅର୍ଥ କ'ଣ ଅଟେ? ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଶରୀରରେ ଆସିଥିବା ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ବିଚାର ପୂର୍ବରୁ ହୋଇସାରିଅଛି। ଏପରିକି ଯେତେବେଳେ ସେମାନେ ପରମେଶ୍ୱରଙ୍କ ବିଚାର ସିଂହାସନ ସମ୍ମୁଖକୁ ଆସନ୍ତି ସେତେବେଳେ ମଧ୍ୟ ବିଚାର ପରିବର୍ତ୍ତନ ହୁଏ ନାହିଁ। ତେଣୁକରି ଏହି ପୃଥିବୀରେ ବିଶ୍ୱାସ ରଖିବା ଅମୂଲ୍ୟ।
ତେବେ ପରମେଶ୍ୱର କେଉଁ ପ୍ରକାରର ପ୍ରାଣୀ ଅଟନ୍ତି ଯିଏକି ଶରୀରରେ ଏହି ପୃଥିବୀକୁ ଆସିଲେ ଏବଂ ସେ ଏପରି କହିଲେ ଯେ ଯେବେ ଆମେ ତାହାଙ୍କଠାରେ ବିଶ୍ୱାସ କରୁନାହୁଁ ତେବେ ଆମ୍ଭମାନଙ୍କର ବିଚାର ପୂର୍ବରୁ ହୋଇସାରିଅଛି। 것이라고 말씀을 하셨는지 ଆସନ୍ତୁ ଆମ୍ଭେମାନେ ପଦ 19କୁ ଦେଖିବା। 그 정죄는 ଆଉ 이것입니다. ସେହି ବିଚାର ଏହି ଜଗତରେ ଜ୍ୟୋତି ପ୍ରକାଶିତ ହୋଇଅଛି, ଆଉ ଲୋକମାନେ କାହାକୁ ଭଲ ପାଇଲେ? 악함으로 ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମ ସବୁ ମନ୍ଦ। 시라고 했습니다. ଆସନ୍ତୁ ଆମେ ଜାଣିବା ଆଲୋକ କାହାକୁ ଦର୍ଶାଇଥାଏ। 누구를 뜻하는지를 ପଦ 20 କାରଣ ଯେ କେହି କୁକର୍ମ କରେ ସେ ଜ୍ୟୋତିକି ଘୃଣା କରେ। ସେ କ'ଣ? 무엇을 미워한다고 କାହିଁକି ସେମାନେ ଆଲୋକକୁ ଘୃଣା କରନ୍ତି? ସେମାନେ କ'ଣ କରନ୍ତି? ସେମାନେ ଆଲୋକକୁ ଘୃଣା କରନ୍ତି କାରଣ ସେମାନେ ମନ୍ଦ କାର୍ଯ୍ୟ କରନ୍ତି। 때문에 କାରଣ ଯେ କେହି କୁକର୍ମ କରେ ସେ ଜ୍ୟୋତିକି ଘୃଣା କରେ। ସେମାନେ କ'ଣ କରିବେ? 빛으로 ସେମାନେ ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତି ନିକଟକୁ ଆସେ ନାହିଁ। 이는 그 ପଦ 21 드러날까 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ ସେ କ'ଣ କରନ୍ତି? 쫓는 자는 ସେ ଜ୍ୟୋତି ନିକଟକୁ ଆସେ ଯେପରି ତାହାର କର୍ମ ସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ। 행한 것임을 나타내려 하심이니라. ଯୋହନ ଅଧ୍ୟାୟ 3 ପଦ 17 ଅନୁଯାୟୀ 16절에서부터 ଯେଉଁ ଲୋକମାନେ ଆଲୋକରେ ରୁହନ୍ତି ନାହିଁ ସେମାନେ କୁକର୍ମ କରନ୍ତି। 악을 행하는 자라고 이렇게 ଯେଉଁମାନେ କୁକର୍ମ କରନ୍ତି ସେମାନେ ଆଲୋକକୁ ଘୃଣା କରନ୍ତି 자체를 ଏବଂ ଆଲୋକ ନିକଟକୁ ଆସନ୍ତି ନାହିଁ ଓ ତାହା ଅସ୍ୱୀକାର କରନ୍ତି। 하기를 꺼려하고 ଏହା ପରମେଶ୍ୱରଙ୍କ ପ୍ରଭୁତ୍ୱ ଅଟେ। 하나님께서 만드신 섭리가 그러했더라는 것을 ତେବେ ଆସନ୍ତୁ ଆମ୍ଭେମାନେ ପ୍ରଥମ ଯୋହନ ଅଧ୍ୟାୟ 1 ଦ୍ୱାରା ନିଶ୍ଚିତ କରିବା ଯେ ଆଲୋକ କାହାକୁ ଦର୍ଶାଇଥାଏ। 통해서 함께 살펴보도록 하겠습니다. ପ୍ରଥମ ଯୋହନ ଅଧ୍ୟାୟ 1 ପଦ 5 ଆମ୍ଭେମାନେ ତାହାଙ୍କଠାରେ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ ତାହା ଏହି, ଈଶ୍ୱର ପରମେଶ୍ୱର କ'ଣ ଅଟନ୍ତି? ଜ୍ୟୋତି ସ୍ୱରୂପ, ଆଉ ତାହାଙ୍କଠାରେ ଆଲୋକର ଲେଶ ନାହିଁ। 없으시니라고 했습니다. ପରମେଶ୍ୱର ଆଲୋକ ଅଟନ୍ତି। ଯଦି ପରମେଶ୍ୱର ଆଲୋକ ଅଟନ୍ତି ତେବେ ଯୀଶୁ କିଏ ଅଟନ୍ତି ଯିଏକି 2000 ବର୍ଷ ପୂର୍ବେ ଶରୀରରେ ପୃଥିବୀକୁ ଆସିଥିଲେ? ଯୋହନ ଅଧ୍ୟାୟ 1 ପଦ 1 ଏବଂ 14 ଅନୁଯାୟୀ 존재하셨던 ସେ ପରମେଶ୍ୱର ଥିଲେ ଯିଏ ଆରମ୍ଭରୁ ଥିଲେ। 하나님이시라고 했습니다. ଯଦିଓ ସେ ଶରୀରରେ ଆସିଥିଲେ ତଥାପି ସେ ପରମେଶ୍ୱର ଅଟନ୍ତି। 하나님이십니다. ଯଦିଓ ସେ ଆଲୋକ ଅଟନ୍ତି ଲୋକମାନେ ଆଲୋକକୁ ଆସିବାକୁ ଅସ୍ୱୀକାର କରିଅଛନ୍ତି। 께서 전파하신 천국 ସେମାନେ ସେହି ରାଜ୍ୟର ସୁସମାଚାରକୁ ଅସ୍ୱୀକାର କରିଦେଲେ ଯାହା ଯୀଶୁ ପ୍ରଚାର କରିଥିଲେ ଏବଂ ସେମାନେ ଚିତ୍କାର କଲେ ତାହାଙ୍କୁ କ୍ରୁଶରେ ଚଢ଼ାଅ। 그들은 전부 ସେମାନେ କେଉଁ ପ୍ରକାରର ଲୋକ ଅଟନ୍ତି? 요한복음 3장 ଆଜି ଆମ୍ଭେମାନେ ଯୋହନ ଅଧ୍ୟାୟ 3 ମାଧ୍ୟମରେ ଦେଖିପାରିବା ଯେ ସେମାନେ ଅଧର୍ମାଚାରୀ ଅଟନ୍ତି। 어떤 특징을 가지고 있다고 ଦୁଷ୍କର୍ମକାରୀଙ୍କ ପାଖରେ କ'ଣ ଗୁଣ ରହିଛି? ସେମାନେ ଆଲୋକକୁ ଘୃଣା କରନ୍ତି। ଏହିପରି ଆଲୋକ ପ୍ରତି ସେମାନଙ୍କର ପ୍ରତିକ୍ରିୟା କ'ଣ ଅଟେ? ସେମାନେ ତାହାର ନିକଟକୁ ଯାଆନ୍ତି ନାହିଁ। 요한일서 ପ୍ରଥମ ଯୋହନ ଅଧ୍ୟାୟ 1 ପଦ 5 ଅନୁଯାୟୀ ଆଲୋକ ପରମେଶ୍ୱର ଅଟନ୍ତି। ସେମାନେ ପରମେଶ୍ୱରଙ୍କ ନିକଟକୁ ଆସନ୍ତି ନାହିଁ। ଏପରି କାହିଁକି? ସେମାନେ ଭୟ କରନ୍ତି ଯେ ସେମାନଙ୍କର କାର୍ଯ୍ୟ ପ୍ରକାଶ ପାଇବ। 그러니까 ତେଣୁ ସେମାନେ କାହାକୁ ପ୍ରେମ କରନ୍ତି? ସେମାନେ ଆଲୋକ ଅର୍ଥାତ୍ ପରମେଶ୍ୱରଙ୍କ ଅପେକ୍ଷା ଅନ୍ଧକାରକୁ ପ୍ରେମ କରନ୍ତି। 하나님이 빛이시니까 ଯେହେତୁ ପରମେଶ୍ୱର ଆଲୋକ ଅଟନ୍ତି ତେଣୁ ଆଲୋକର ବିପରୀତରେ କିଏ ଅଛି? 사단의 어떤 ଏହିପରି ସେମାନେ ଶୈତାନର ସୈନ୍ୟକୁ ଏବଂ ତାହାଙ୍କ ଆତ୍ମାକୁ ଅନୁସରଣ କରନ୍ତି। 절개하는 ଫଳସ୍ୱରୂପ ପରମେଶ୍ୱର ବିଚାର କଲେ ଯେ ଯେଉଁମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ, 영접지 않는 ଯିଏକି ଆଲୋକ ସ୍ୱରୂପ ଆସିଲେ ସେମାନେ ନରକର ଅନନ୍ତ ଦଣ୍ଡର ସମ୍ମୁଖୀନ ହେବେ। 지옥의 형벌을 받을 수밖에 없다라는 그런 판정을 ଏକ ଗବେଷଣା ରିପୋର୍ଟ ଅନୁଯାୟୀ 그러니까 어떤 연구조사 ରାତିରେ ଷ୍ଟ୍ରିଟ୍ ଲାଇଟ୍କୁ 2 ଗୁଣ ଆଲୋକିତ କରିବା ଦ୍ୱାରା ଅପରାଧ ହାର 2 ଗୁଣ କମ୍ କରାଯାଇପାରିବ। 하게 되면 범죄율도 ଏହା ଏକ ବିଚିତ୍ର ଘଟଣା। ଅନ୍ଧକାରରେ ଅନେକ ଅପରାଧ ଘଟୁଅଛି। 어두운 곳에서 범죄가 많이 발생이 ତେବେ ସମସ୍ତ ଲୋକ କ'ଣ ଆମ୍ଭମାନଙ୍କୁ ସତ୍ୟର ଦୃଷ୍ଟିରୁ ମଧ୍ୟ ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ ଯିଏକି ଆଲୋକ ଅଟନ୍ତି? 우리 하나님께로 나아올 수 있는 ଯେଉଁମାନେ କୁକର୍ମ କରନ୍ତି ସେମାନେ ଆଲୋକକୁ ଘୃଣା କରନ୍ତି। ଏହିପରି ସେମାନେ କେବେ ମଧ୍ୟ ଆଲୋକକୁ ଆସନ୍ତି ନାହିଁ। 가운데로 오지 않는다. 즉 성령과 신 ସେମାନେ ଆତ୍ମା ଓ କନ୍ୟାଙ୍କ ଉପରେ ବିଶ୍ୱାସ କରିପାରିବେ ନାହିଁ। 요한계시록 22장 ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17କୁ ଏକାଠି ଦେଖିବା।
ଅଧ୍ୟାୟ 22 ପଦ 17ରେ ଲେଖା ଅଛି, ଆତ୍ମା ଓ କନ୍ୟା କୁହନ୍ତି, ସେମାନେ କ'ଣ କହନ୍ତି? ଆସ। 어떻게 했습니까? କେବଳ ଆଲୋକର ସନ୍ତାନଗଣ, ପରମେଶ୍ୱରଙ୍କ ସନ୍ତାନଗଣ ଏହି ଖବରରେ ଆନନ୍ଦିତ ହୁଅନ୍ତି। ପରମେଶ୍ୱର କୁହନ୍ତି, ମୋ ନିକଟକୁ ଆସ, ଆଲୋକକୁ ଆସ। ଏହା ସହିତ ସ୍ୱର୍ଗ ଏବଂ ନର୍କ ମଧ୍ୟରେ ବିଚାର ପୂର୍ବରୁ ସ୍ଥିର ହୋଇସାରିଛି। ଯେଉଁମାନେ କୁକର୍ମ କରନ୍ତି ସେମାନେ କେବେ ମଧ୍ୟ ଆଲୋକକୁ ଆସନ୍ତି ନାହିଁ। ସେମାନେ କିଏ ଅଟନ୍ତି? ଯିଏକି ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ନିକଟକୁ ଆସନ୍ତି, ସେହି ଆଲୋକ କିଏ ଅଟନ୍ତି? ସେମାନେ ଆଲୋକର ସନ୍ତାନ ଅଟନ୍ତି। ବାଇବଲ ବ୍ୟାଖ୍ୟା କରେ ଯେ ସେମାନେ ଆଲୋକକୁ ଆସିବା ଏବଂ ସେଠାରେ ସ୍ଥିର ରହିବାକୁ ଆନନ୍ଦିତ ହୋଇଥାନ୍ତି। ଏହି ଯୁଗରେ ଦୁଇଟି ସମୂହ ଅଛନ୍ତି, ଯେଉଁମାନେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି, ଯେଉଁମାନେ ଆତ୍ମା ଓ କନ୍ୟା ଅଟନ୍ତି, ଏବଂ ଯେଉଁମାନେ ସେମାନଙ୍କୁ ବିରୋଧ କରନ୍ତି। ଅଦୃଶ୍ୟ ଦୁନିଆରେ ଏକ ଆତ୍ମିକ ଯୁଦ୍ଧ ଚାଲିଅଛି। ଯେପରି ଆମ୍ଭେମାନେ ଆପଣା ଆଖିରେ ସମୟର ଗତିକୁ ଦେଖିପାରିବା ନାହିଁ, କିନ୍ତୁ ଘଡ଼ି ସହିତ ଏହାକୁ ମାପିପାରିବା, ସେହିପରି ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ମାଧ୍ୟମରେ ଅଦୃଶ୍ୟ ଆତ୍ମିକ ଜଗତକୁ ଦେଖାଇଥାନ୍ତି। ସେ ସ୍ପଷ୍ଟ ଭାବରେ କହିଲେ ଯେ କାହାକୁ ବିଚାର କରାଯିବ ଏବଂ କାହାକୁ ଉଦ୍ଧାର ଦିଆଯିବ। ପରମେଶ୍ୱର ଯିଏକି ଆଲୋକ ଅଟନ୍ତି, ଆମ୍ଭମାନଙ୍କ ପାଇଁ ଅନୁତାପ କରିବା ଏବଂ ସ୍ୱର୍ଗକୁ ଫେରିବା ପାଇଁ ଅନେକ ପଥ ଖୋଲିଅଛନ୍ତି। ଯଦିଓ ପରମେଶ୍ୱର ମାର୍ଗ ଉନ୍ମୁକ୍ତ କରନ୍ତି, ଅନ୍ଧକାରର ସନ୍ତାନମାନେ କିପରି ପ୍ରତିକ୍ରିୟା କରନ୍ତି? ସେମାନେ ଆଲୋକକୁ ଆସନ୍ତି ନାହିଁ। ସେମାନେ ଆଲୋକକୁ ଘୃଣା କରନ୍ତି। ଯେହେତୁ ସେମାନେ ଆଲୋକକୁ ଘୃଣା କରନ୍ତି, ତେଣୁକରି ସେମାନେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ବିଷୟରେ ସତ୍ୟକୁ ମଧ୍ୟ ଘୃଣା କରନ୍ତି। ଏହିପରି ସେମାନଙ୍କର ବିଚାର ଏହି ପୃଥିବୀରେ ପ୍ରଥମରୁ ହିଁ କରାଯାଇଅଛି। ଏହା ବିପରୀତ ଆମ୍ଭେମାନେ ଯେଉଁମାନେ ଆଲୋକରେ ରହିଥାଉ, ପରମେଶ୍ୱର ଆଶ୍ୱାସନା ଦିଅନ୍ତି ଯେ ଆଜି ହେଉ କିମ୍ବା ଆସନ୍ତାକାଲି ଆମ୍ଭେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ଏବଂ କୁହନ୍ତି ଯେ ଆଲୋକରେ ଚାଲିବାରେ ଆନନ୍ଦିତ ରୁହ। ତେବେ ଆଜିଠାରୁ 2000 ବର୍ଷ ପୂର୍ବେ ପରମେଶ୍ୱର ଯିଏକି ଆଲୋକ ରୂପରେ ଆସିଥିଲେ, କେଉଁ ପ୍ରକାର ମାର୍ଗ ଦେଖାଇଲେ? ଆସନ୍ତୁ ଆମ୍ଭେମାନେ ଯୋହନ ଅଧ୍ୟାୟ 12 ପଦ 46କୁ ଦେଖିବା। ଏଠାରେ ମଧ୍ୟ ସେହି ସମାନ କଥା କୁହାଯାଇଅଛି, ଯାହା ଆମେ ପୂର୍ବରୁ ପ୍ରଥମ ଯୋହନ ଅଧ୍ୟାୟ 1 ପଦ 5ରେ ଦେଖିଥିଲୁ, ଯେ ପରମେଶ୍ୱର ଆଲୋକ ଅଟନ୍ତି। ଯେ କେହି ମୋ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତି ହୋଇ ଆସିଅଛି। ପରମେଶ୍ୱର ଏହି ପୃଥିବୀକୁ ଆଲୋକ ଭାବରେ ଆସିଲେ, କିନ୍ତୁ ଅନ୍ଧକାର ତାହାଙ୍କୁ ଏହି ଭୟରେ ଅସ୍ୱୀକାର କଲା ଯେ ଏହାର କାର୍ଯ୍ୟଗୁଡ଼ିକ ପ୍ରକାଶିତ ହେବ। ଆଜି ଯେତେବେଳେ ଆମ୍ଭେମାନେ ସତ୍ୟ ବିଷୟରେ ପ୍ରଚାର କରୁଅଛୁ ଯେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଯେଉଁମାନେ ଆଲୋକ ଅଟନ୍ତି, ତେବେ କିଛି ଲୋକ ବିନା କାରଣରେ ସେମାନଙ୍କୁ ଘୃଣା କରନ୍ତି। ଏପରି କାହିଁକି? ସ୍ୱଭାବତଃ ସେମାନେ ଆଲୋକକୁ ଘୃଣା କରନ୍ତି। ଅନ୍ୟପଟେ ଆଜି ଏଠାରେ ଆମ୍ଭେମାନେ ଉପସ୍ଥିତ ଅଛୁ, ଏହା ପ୍ରମାଣ କରେ ଯେ ଆମେ ଆଲୋକକୁ ପ୍ରେମ କରୁ ଏବଂ ଆଲୋକରେ ଆନନ୍ଦିତ ହେଉ। ପଦ 46, ଯେ କେହି ମୋ ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତି ହୋଇ ଆସିଅଛି। ଅର୍ଥାତ୍ ପରମେଶ୍ୱର ଯିଏକି ଶରୀରରେ ଏହି ପୃଥିବୀକୁ ଆସିଲେ। କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ। କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି। ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ। ସମସ୍ତ ଲୋକ ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଯିଏକି ଆତ୍ମା ଓ କନ୍ୟା ରୂପେ ଆସିଲେ, ସେମାନେ କ'ଣ କହିଲେ? କିଛି ସମୟ ପୂର୍ବରୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ପଢ଼ିଲୁ ଯେ ସେମାନେ କୁହନ୍ତି ଆସ। କ'ଣ ଏହା ଆଲୋକକୁ ଆସିବା ପାଇଁ ଏକ ଆଜ୍ଞା ନୁହେଁ କି? କିନ୍ତୁ ଲୋକମାନେ ଆଲୋକକୁ ଆସନ୍ତି ନାହିଁ, କାହିଁକି?
저들은 ଯେହେତୁ ସେମାନେ ଅନ୍ଧକାରର ସହିତ ଜଡ଼ିତ ଅଟନ୍ତି, 사랑하고 있고 ତେଣୁକରି ସେମାନେ ଅନ୍ଧକାରକୁ ପ୍ରେମ କରନ୍ତି ଏବଂ ଆଲୋକକୁ ଆସନ୍ତି ନାହିଁ। 모든 치부가 ଏପରି ଏଥିପାଇଁ ଅଟେ କାରଣ ତାହାଙ୍କର ସମସ୍ତ କାର୍ଯ୍ୟ ପ୍ରକାଶିତ ହେବ। 빛 가운데 ଅନ୍ୟପଟେ ଆମ୍ଭେମାନେ ଆଲୋକକୁ ଆସିବା ଦ୍ୱାରା ଆନନ୍ଦିତ ହୋଇଥାଉ ଏବଂ ଆଲୋକରେ ଆନନ୍ଦିତ ହୋଇଥାଉ। 행위에 대해서 କାରଣ ଯେପରି ନୋହଙ୍କ ସୁସମାଚାରରେ ଲେଖାଯାଇଅଛି, ଆମ୍ଭମାନଙ୍କ କର୍ମରେ ପରମେଶ୍ୱର ସନ୍ତୁଷ୍ଟ ଅଟନ୍ତି। 말씀을 주고 계십니다. 자, ତେବେ ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 5ରେ ଦେଖିବା ଯେ ଆଜିଠାରୁ 2000 ବର୍ଷ ପୂର୍ବେ ଆଲୋକ ରୂପରେ ଆସିଥିବା ପରମେଶ୍ୱରଙ୍କୁ କେଉଁ ସତ୍ୟର ବ୍ୟବସ୍ଥା ସନ୍ତୁଷ୍ଟ କରିଥାଏ। 5장을 한번 열어보도록 하겠습니다. ବର୍ତ୍ତମାନ ପରମେଶ୍ୱର ଆମ୍ଭମାନଙ୍କୁ ଅଦୃଶ୍ୟ ବିଷୟଗୁଡ଼ିକୁ ଚିହ୍ନଟ କରିବାକୁ ସକ୍ଷମ କରନ୍ତି। 보이게끔 하나님께서는 ଆସନ୍ତୁ ଆମେ ସେହି ଦୃଶ୍ୟକୁ ଖୋଜିବା ଯେଉଁଠାରେ ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଲେ ଯେ ଆମ୍ଭେମାନେ ତାହାଙ୍କ ସନ୍ତାନ କି ନୁହଁ। 하나님께서 일러주신 장면을 ଏବ୍ରୀ ଅଧ୍ୟାୟ 5 ପଦ 6। 히브리서 5장 6절입니다. ପୁଣି ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, ତୁମ୍ଭେ କେଉଁ ରୀତିରେ 또한 이와 같이 ମଲ୍କିସେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ। 무슨 반차를 쫓는 ପଦ 제사를 7 하고요. ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। 영이 구원하실 이에게 ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ପୁତ୍ର ହେଲେ ହେଁ। 과 소원을 올렸고 ପୁତ୍ର କିଏ? ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଦୁଃଖ ଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, 누구를 뜻하고 있습니까? ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ। 자기를 순종하는 ଏହେତୁ ସେ କ'ଣ? 영원한 구원의 ଈଶ୍ୱରଙ୍କ କତୃକ ମଲ୍କିସେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ। 쫓는 뭐라고요? ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଲେ ଯେ ଯୀଶୁଙ୍କୁ ପରମେଶ୍ୱରଙ୍କ ଠାରୁ ମଲ୍କିସେଦକଙ୍କ ରୀତି ଅନୁସାରେ ମହାଯାଜକର ପଦ ଦିଆଯାଇଅଛି। 대제사장이라는 ତେବେ ମଲ୍କିସେଦକଙ୍କ ବିଷୟରେ ଶିକ୍ଷା ମାଧ୍ୟମରେ ଆମ୍ଭମାନଙ୍କୁ ଏହା ଜାଣିବା ଉଚିତ ଯେ ଆମ୍ଭେମାନେ ଆଲୋକରେ ବାସ କରୁଅଛୁ ନା ଅନ୍ଧକାରରେ ବାସ କରୁଅଛୁ। 대한 부분을 통해서 ଯେହେତୁ ଯୀଶୁ ଯିଏକି ଆଲୋକ ଅଟନ୍ତି ମଲ୍କିସେଦକଙ୍କ ରୀତି ଅନୁସାରେ ମହାଯାଜକର ପଦ ଦିଆଗଲା, ତେଣୁକରି ଆମ୍ଭମାନଙ୍କୁ ମଧ୍ୟ ଆଲୋକରେ ରହିବା ନିମନ୍ତେ ମଲ୍କିସେଦକଙ୍କର ରୀତିରେ ରହିବା ଉଚିତ। 우리 역시 빛 가운데 거하려면 କିନ୍ତୁ ଲୋକମାନେ କୁହନ୍ତି, ମୁଁ ବାଇବଲ ପଢ଼ିଛି, 그렇게 해야 되겠습니다. ତଥାପି ଏହି ସମସ୍ତ ବିଷୟକୁ ଭୁଲି ଯାଆନ୍ତି। ଏହା ଅଦ୍ଭୁତ ଅଟେ। 이런 부분들은 전부 생략하고 있습니다. ନୂତନ ନିୟମ ସହିତ କ'ଣ ସେମାନଙ୍କର ଅପରାଧ ପ୍ରକାଶିତ ହେବ ନାହିଁ କି? 그로 말미암아 그들의 지금 ଏହା ପ୍ରକାଶିତ ହୁଏ ଯେ ରବିବାରର ଆରାଧନା ପରମେଶ୍ୱରଙ୍କ ଶିକ୍ଷା ନୁହେଁ। 어떤 가르침이 아니라는 ଏବଂ ଏହା ମଧ୍ୟ ପ୍ରକାଶିତ ହୋଇଥାଏ ଯେ ଖ୍ରୀଷ୍ଟମାସ ମଧ୍ୟ ପରମେଶ୍ୱରଙ୍କ ଶିକ୍ଷା ନୁହେଁ। 크리스마스가 그렇지 않다는 사실, ଏବଂ ଏହା ମଧ୍ୟ ପ୍ରକାଶିତ ହୁଏ ଯେ କୃଷ ମଧ୍ୟ ପରମେଶ୍ୱରଙ୍କ ଶିକ୍ଷା ନୁହେଁ। 그렇지 않다는 사실도 드러나고 ଯେହେତୁ ବାଇବଲରୁ ଏହା ପ୍ରକାଶିତ ହୋଇଥାଏ ଯେ ସେମାନଙ୍କର ସମସ୍ତ ଆରାଧନାର ସମାରୋହ ପ୍ରକୃତରେ ଭୂତପରସ୍ତ ଦେବତାର ବିଧି ଅଟେ 이방 신에게 숭배하는 ଏବଂ ସେମାନେ ପରମେଶ୍ୱରଙ୍କ ସହିତ ସମ୍ବନ୍ଧିତ ନୁହନ୍ତି। ତେଣୁକରି ସେମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିବାକୁ ଚାହାନ୍ତି ନାହିଁ। 들을수록 괴로운 ସେଥିପାଇଁ ସେମାନେ ସତ୍ୟରେ ବାଧା ଦେଉଅଛନ୍ତି, 더 ଯାହାଫଳରେ ଲୋକେ ଆଲୋକକୁ ଆସିବେ ନାହିଁ। 그래야 사람들이 ଆଲୋକକୁ ଆସିବା ଦ୍ୱାରା ମୁଁ ଅନୁଭବ କଲି ଯେ ରବିବାର ଆରାଧନା ବ୍ୟର୍ଥ ଥିଲା। 그 전에 ଖ୍ରୀଷ୍ଟମାସକୁ ପାଳନ କରିବା ମଧ୍ୟ ବ୍ୟର୍ଥ ଥିଲା। ମୁଁ କୃଷର ଉପାସନା କରୁଥିଲି, ଯାହା ଏକ ପ୍ରତିମା ଅଟେ। 십자가 ଏହି ସମସ୍ତ ବିଷୟ ଆଲୋକକୁ ଆସିବା ପରେ ପ୍ରକାଶିତ ହୁଏ। 이런 모든 것이 ତେଣୁକରି ଇଂରାଜୀ ବାଇବଲ ସ୍ପଷ୍ଟ ଭାବରେ କହିଥାଏ ଯେ ଏହା ସ୍ୱୟଂ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲା। 하나님께서 그 직분을 ଏହେତୁ ସେ ଯୀଶୁ ଈଶ୍ୱରଙ୍କ କତୃକ ମଲ୍କିସେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ। ସେ ଏହି ଉପାଧି ସିଧାସଳଖ ପରମେଶ୍ୱରଙ୍କ ଠାରୁ ପାଇଥିଲେ। ତେବେ ଆସନ୍ତୁ ଆମେ ଆଦି ପୁସ୍ତକ ଅଧ୍ୟାୟ 14 ଦ୍ୱାରା ମଲ୍କିସେଦକଙ୍କର ରୀତି ବିଷୟରେ ଜାଣିବା। ଆଦି ପୁସ୍ତକ ଅଧ୍ୟାୟ 14 ପଦ 17। ଏହି ରୂପେ ଅବ୍ରାମ କାଦରଲାୟମରକୁ ଓ ତାହାଙ୍କ ସହାୟ ରାଜଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ ସାଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ସାବିପଦା ଅର୍ଥାତ୍ ରାଜାର ପଦାକୁ ଗମନ କଲେ। ପୁଣି ସାଲେମର ରାଜା ମଲ୍କିସେଦକ ସେ କ'ଣ ଆଣିଲେ? ତାହା କ'ଣ ଥିଲା? ସେ ସର୍ବପରିସ୍ଥ ପରମେଶ୍ୱରଙ୍କର ଯାଜକ ମଲ୍କିସେଦକ ନାମକ ଯାଜକ କ'ଣ ଆଣିଲେ? ରୋଟି ଓ ଦ୍ରାକ୍ଷାରସ ଘେନି ଆସିଲେ। ସେ ଅବ୍ରାହମକୁ ଆଶୀର୍ବାଦ କରିବା ପାଇଁ ରୋଟି ଓ ଦ୍ରାକ୍ଷାରସ ନେଇ ଆସିଲେ।
ଏବଂ ସେ ସର୍ବପରିସ୍ଥ ପରମେଶ୍ୱରଙ୍କର ଯାଜକ ଥିଲେ। 떡과 포도주를 가지고 아브라함을 ପଦ 축복하고 19 ସେ ଅବ୍ରାମକୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ। 그가 아브라함에게 축복하여 가로되 ସର୍ବପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ। 너희 대적은 ସେତେବେଳେ ଅବ୍ରାମ ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ। 찬송할지로다 하며 아브라함이 그 얻은 것에서 10분의 1을 ଏହା ଦଶମାଂଶର ପ୍ରଥମ ଦୃଶ୍ୟ ଅଟେ। ସ୍ୱାଭାବିକ ଭାବେ ଦଶମାଂଶ କାହାକୁ ଦିଆଯିବା ଉଚିତ? 그 11조는 ଦଶମାଂଶ ପରମେଶ୍ୱରଙ୍କୁ ଦିଆଯିବା ଉଚିତ। ତଥାପି ଆଦି ପୁସ୍ତକ ଅଧ୍ୟାୟ 14ରେ ଅବ୍ରାହମ ମଲ୍କିସେଦକଙ୍କୁ ସମସ୍ତ ବିଷୟର ଦଶମାଂଶ ଦେଲେ। 이와 같이 드렸더라고 하는 장면을 ମଲ୍କିସେଦକଙ୍କ ରୀତି ଅନୁସାରେ ମହାଯାଜକ କିଏ ଅଟନ୍ତି? 이 멜기세덱의 제사 제도를 ଏହା ଯୀଶୁ ଅଟନ୍ତି, ଯିଏକି ତ୍ରିଏକ ଅନୁଯାୟୀ ପୁତ୍ର ପରମେଶ୍ୱର ଅଟନ୍ତି। 예수님이시라고 이렇게 ପରମେଶ୍ୱର ଯିଏକି ଆଲୋକ ସ୍ୱରୂପେ ଆସିଲେ, ସେ ମଲ୍କିସେଦକଙ୍କ ପରି ମହାଯାଜକ ଥିଲେ। 빛으로 이 땅에 오신 하나님께서 ରବିବାର ଆରାଧନା ଏବଂ ଖ୍ରୀଷ୍ଟମାସର ସ୍ଥାପନା 멜기세덱의 ସୂର୍ଯ୍ୟ ଉପାସକ ଏବଂ ରୋମାନ ସମ୍ରାଟ କ୍ୟାଥୋଲିକ ଚର୍ଚ୍ଚ ସହିତ ଏକ ସଙ୍ଗେ କରିଥିଲେ। 크리스마스 이런 것은 ତଥାପି ଯୀଶୁ ସେମାନଙ୍କୁ ରଖିଲେ ନାହିଁ, 대제사 କିନ୍ତୁ ସେ ମଲ୍କିସେଦକଙ୍କ ରୀତି ଅନୁସାରେ ମହାଯାଜକ ଥିଲେ। 그러나 우리 예수님께서는 କେଉଁ ପ୍ରକାର ବଳିଦାନ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ? 멜기세덱의 제사 제도를 이끌어 가셨던 대제사장이셨습니다. କ'ଣ ଏହା ହେବଲର ବଳିଦାନ ଥିଲା ନା କଏନର ବଳିଦାନ? 하시겠습니까? କ'ଣ ଏହା ମଲ୍କିସେଦକଙ୍କର ବଳିଦାନ ଅଟେ ନା ସୂର୍ଯ୍ୟ ଦେବତାଙ୍କର ବଳିଦାନ? 멜기세덱의 제사입니까? ଅବଶ୍ୟ ସେ ମଲ୍କିସେଦକଙ୍କର ବଳିଦାନରେ ସନ୍ତୁଷ୍ଟ ଅଟନ୍ତି। 멜기세덱의 제사를 ଏହି କାରଣରୁ କ'ଣ ପରମେଶ୍ୱର ଏହି ପୃଥିବୀକୁ ଏହି ଶିକ୍ଷା ଦେବାକୁ ଆସିନାହାନ୍ତି କି? 그것을 가르치러 이 ମଲ୍କିସେଦକ ରୋଟି ଓ ଦ୍ରାକ୍ଷାରସ ନେଇ ଆସିଲେ ଏବଂ ଅବ୍ରାହମଙ୍କୁ ଆଶୀର୍ବାଦ କଲେ। 떡과 포도주를 가지고 ଏହା ଏକ ଏପରି ସମୟ ଥିଲା ଯେତେବେଳେ ଅନ୍ୟ ଯାଜକମାନେ ପରମେଶ୍ୱରଙ୍କୁ ଉପାସନା କରିବା ପାଇଁ ପଶୁମାନଙ୍କର ବଳି କରୁଥିଲେ। 그 희생의 피를 가지고 ତଥାପି ମଲ୍କିସେଦକ ବିଶେଷ ଭାବରେ ରୋଟି ଓ ଦ୍ରାକ୍ଷାରସ ନେଇ ଆସିଲେ। 그런데 ତେବେ 멜기세덱 그러한 ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 26 ପଦ 17 ଦେଖିବା, ଯେ ଯୀଶୁଖ୍ରୀଷ୍ଟ 예배를 했습니다. ଯିଏକି ଆଲୋକ ସ୍ୱରୂପେ ଆସିଥିଲେ, 이런 떡과 포도주의 ନୂତନ ନିୟମରେ ରୋଟି ଓ ଦ୍ରାକ୍ଷାରସର ନିୟମ ବିଷୟରେ କ'ଣ ଶିକ୍ଷା ଦେଲେ? 즉 예수 그리스도께서 어떻게 ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 제자들이 예수 ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, 예배하기를 원하시 ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। 내 때가 가까웠으니 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 하시더라 하라. ଆସନ୍ତୁ ଆମେ ପଦ 26 ଦେଖିବା। 시키신 대로 하여 କ'ଣ ଏହା ସେହି ନିସ୍ତାର ପର୍ବର ରାତ୍ରି ନୁହେଁ କି? 20 ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। 예수께서 떡을 가지사 축복을 ପୁଣି ସେ ପାନ ପାତ୍ର ଘେନି ଧନ୍ୟବାଦ ଦେଲେ। ପାତ୍ରରେ କ'ଣ ଥିଲା? 이것이 ଏହା ଦ୍ରାକ୍ଷାରସ ଅଟେ, କିନ୍ତୁ ଏହି ଦ୍ରାକ୍ଷାରସ ସେହି ଦ୍ରାକ୍ଷାରସ ଠାରୁ ଭିନ୍ନ ଅଟେ ଯାହାକୁ ଲୋକେ ସାଧାରଣ ଭାବେ ପାନ କରନ୍ତି। ଏହା କେଉଁ ପ୍ରକାରର ଦ୍ରାକ୍ଷାରସ ଅଟେ? 포도주인데 ଏହା ନିସ୍ତାର ପର୍ବର ଦ୍ରାକ୍ଷାରସ ଅଟେ। ପୁଣି ସେ ପାନ ପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ସେ କ'ଣ କହିଲେ? 6월절에 ଏଥିରୁ ସମସ୍ତେ ପାନ କର, 잔을 가지사 କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। 마시라. 이것은 죄의 사함을 얻게 하려고 많은 ଯେପରି ମଲ୍କିସେଦକ ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ଅବ୍ରାହମକୁ ଆଶୀର୍ବାଦ କଲେ, ସେହିପରି ଯୀଶୁଖ୍ରୀଷ୍ଟ ଯିଏ ମଲ୍କିସେଦକଙ୍କ ରୀତି ଅନୁସାରେ ଆସିଥିଲେ, ରୋଟି ଓ ଦ୍ରାକ୍ଷାରସ ଦ୍ୱାରା କେଉଁ ନିୟମ ସ୍ଥାପନ କଲେ? 세대의 제사 직분을 수행하시는 예수 그리스도께서는 ଏହାକୁ ସ୍ପାନିଶ ବାଇବଲରେ 주를 가지고 ନୁଏମ୍ବୋ ପେକ୍ଟୋ କୁହାଯାଇଅଛି, ଯାହାର ଅର୍ଥ ହେଉଛି ନୂତନ ନିୟମ। 그대로 스페인어 성경에도 보면 누에보 빡도라고 해서 କୋରିଆ ବାଇବଲରେ ମଧ୍ୟ ଲୁକ୍ ଅଧ୍ୟାୟ 22ରେ ନୂତନ ନିୟମ ବିଷୟରେ ଉଲ୍ଲେଖ କରାଯାଇଅଛି। 22장에 정확하게 새 언약이라고 명시가 되어 있는데요. ପରିଶେଷରେ ନୂତନ ନିୟମକୁ ମଲ୍କିସେଦକଙ୍କର ରୀତିର ମୂଳ ରୂପରେ ଦେଖାଯାଇପାରେ।
진수라고 볼 수가 있겠습니다. ଯେପରି ମଲ୍କିସେଦକ ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ଅବ୍ରାହମକୁ ଆଶୀର୍ବାଦ କଲେ, ସେହିପରି ଆତ୍ମିକ ମଲ୍କିସେଦକ ଯୀଶୁଖ୍ରୀଷ୍ଟ ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ଆମ୍ଭମାନଙ୍କୁ କ'ଣ ଆଶୀର୍ବାଦ କଲେ? ଯୋହନ ଅଧ୍ୟାୟ 6 ଅନୁଯାୟୀ ଯଦି ଆମ୍ଭେମାନେ ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ କରିବା ଏବଂ ତାହାଙ୍କ ରକ୍ତପାନ କରିବା, ତେବେ ଆମ୍ଭମାନଙ୍କ କ'ଣ ରହିବ? ଯୀଶୁ କହିଲେ ଯେ ଆମ୍ଭମାନଙ୍କ ପାଖରେ ଅନନ୍ତ ଜୀବନ ରହିବ, ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଶୀର୍ବାଦ। ଏହି ଉଦ୍ଦେଶ୍ୟ ପାଇଁ ପରମେଶ୍ୱର ଏହି ପୃଥିବୀକୁ ଆଲୋକ ଭାବରେ ଆସିଲେ ଏବଂ ଆଲୋକର ସତ୍ୟକୁ ସ୍ଥାପିତ କଲେ। ସେଥିପାଇଁ ଆମେ ସତ୍ୟ ଏବଂ ପରମେଶ୍ୱର ଉଭୟକୁ ଆଲୋକ ଭାବରେ ବର୍ଣ୍ଣନା କରିଥାଉ। ଏପରି ଏଥିପାଇଁ ଅଟେ କାରଣ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ କରାଯାଇଅଛି। ତେବେ ନୂତନ ନିୟମରେ ଯିଏକି ଆଲୋକ, ସେଥିରେ ରହିଥିବା ଲୋକମାନେ କିଏ? ଯୋହନ 3ରେ ଏହା କୁହାଯାଇଅଛି ଯେ ଯେଉଁମାନେ ଅନ୍ଧକାରର ଅଟନ୍ତି, ଅର୍ଥାତ୍ ଯେଉଁମାନେ କୁକର୍ମ କରନ୍ତି, ସେମାନେ ଆଲୋକକୁ ଘୃଣା କରନ୍ତି ଏବଂ ଆଲୋକକୁ ଆସନ୍ତି ନାହିଁ। ପରମେଶ୍ୱର ସ୍ପଷ୍ଟ ରୂପରେ ଏହି ବିଶେଷତା ଗୁଡ଼ିକ ଦ୍ୱାରା ସେମାନଙ୍କୁ ପୃଥକ କରିଅଛନ୍ତି। ଏହା ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ବିନ୍ଦୁ ଅଟେ, ଯେଉଁମାନେ ସ୍ୱର୍ଗରେ ପ୍ରବେଶ କରିବେ ଏବଂ ଯେଉଁମାନେ କରିବେ ନାହିଁ। ଯଦି ଆମ ପାଖରେ ଘଡ଼ି ନାହିଁ, ତେବେ କ'ଣ ହେବ? ଯଦି ସୂର୍ଯ୍ୟ ଏବଂ ଚନ୍ଦ୍ରର ଗତି ନଥାନ୍ତା, ତେବେ କ'ଣ ହୋଇଥାନ୍ତା? ତେବେ ଆମ୍ଭେମାନେ ସମୟର ଗତିକୁ ଅନୁଭବ କରିପାରିବୁ ନାହିଁ। ସେହିଭଳି ଯଦି ବାଇବଲ ରହିନଥାଏ, ତେବେ ଆମ୍ଭେମାନେ ଆମ୍ଭମାନଙ୍କର ଆତ୍ମିକ ସ୍ଥିତିକୁ ଚିହ୍ନଟ କରିପାରିବା ନାହିଁ। ସମୟ ଅତିବାହିତ ହେଲା, କିନ୍ତୁ ଏହାକୁ ପ୍ରମାଣ କରିବା ପାଇଁ କୌଣସି ଉପକରଣ ନଥିଲା। ଥରେ ଘଡ଼ିର ଆବିଷ୍କାର ହେବା ପରେ ଲୋକମାନେ କହିଲେ, ଓହୋ, କ'ଣ ପ୍ରଥମରୁ ହିଁ 1 ମାସ ହୋଇଗଲାଣି? କ'ଣ ଅଗଷ୍ଟ ପୂର୍ବରୁ ଅତିକ୍ରମ କରିସାରିଛି? ଯଦି ଏଭଳି ବ୍ୟବସ୍ଥା ନଥାନ୍ତା, ତେବେ ଆମେ ଆମର ବୟସ ମଧ୍ୟ ଜାଣିନଥାନ୍ତୁ। ଖ୍ରୀଷ୍ଟ ଆଲୋକ ରୂପରେ ଏହି ପୃଥିବୀକୁ ଆସିଲେ ଏବଂ ମଲ୍କିସେଦକଙ୍କ ରୀତି ଅନୁସାରେ ମହାଯାଜକ ଭାବରେ ନୂତନ ନିୟମ ନିସ୍ତାର ପର୍ବର ସ୍ଥାପନା କଲେ। ଏହା କରିବା ଦ୍ୱାରା ସେ ଆଲୋକରେ ରହୁଥିବା ଏବଂ ଅନ୍ଧକାରରେ ରହୁଥିବା ଲୋକମାନଙ୍କ ପ୍ରତି କ'ଣ କଲେ? ପରମେଶ୍ୱର ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କରିଅଛନ୍ତି। ତେବେ ଆସନ୍ତୁ ଆମ୍ଭେମାନେ ନୂତନ ନିୟମ ବିଷୟରେ ଲୁକ୍ ପୁସ୍ତକରେ ନଜର ପକାଇବା। ଆସନ୍ତୁ ଆମେ ଲୁକ୍ ଅଧ୍ୟାୟ 22 ପଦ 7 ଉପରେ ଏକ ନଜର ପକାଇବା। ଆସନ୍ତୁ ପଦ 7 ଦେଖିବା। ପରେ ଯେଉଁଦିନ ନିସ୍ତାର ପର୍ବର ମେଷାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯେ ଆମମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ଆସନ୍ତୁ ପଦ 19 ଦେଖିବା। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ନୂତନ ନିୟମର ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ପରମେଶ୍ୱର ମଲ୍କିସେଦକଙ୍କର ରୀତିକୁ ସ୍ଥାପନ କରିଥିଲେ। ଅବ୍ରାହମଙ୍କ ସମୟରେ ଯେତେବେଳେ ଅନ୍ୟ ଯାଜକମାନେ ପଶୁର ରକ୍ତରେ ବଳିଦାନ ଉତ୍ସର୍ଗ କରୁଥିଲେ, ମଲ୍କିସେଦକ ଅବ୍ରାହମକୁ ରୋଟି ଓ ଦ୍ରାକ୍ଷାରସ ଦ୍ୱାରା ଆଶୀର୍ବାଦ କଲେ। ଏବ୍ରୀ ଅଧ୍ୟାୟ 5ରେ ଏହା ଲେଖାଯାଇଅଛି ଯେ ଯୀଶୁଖ୍ରୀଷ୍ଟଙ୍କୁ ମଲ୍କିସେଦକଙ୍କ ରୀତିରେ ପରମେଶ୍ୱରଙ୍କ ଠାରୁ ମହାଯାଜକଙ୍କ ପଦ ମିଳିଲା। ଯଦି ଯୀଶୁଖ୍ରୀଷ୍ଟ ଯିଏକି ଆଲୋକ ଅଟନ୍ତି ମଲ୍କିସେଦକଙ୍କର ରୀତିକୁ ପାଳନ କରନ୍ତି, ତେବେ ଆମ୍ଭମାନଙ୍କୁ ମଧ୍ୟ ତାହା ପାଳନ କରିବା ଉଚିତ। ଯେତେବେଳେ ପରମେଶ୍ୱର କହିଲେ ଯେ ସେ ଏହା ଆମ୍ଭମାନଙ୍କ ପାଇଁ ସ୍ଥାପନ କରିଛନ୍ତି, ତେବେ କ'ଣ ଆମ୍ଭେମାନେ ପାପୀମାନଙ୍କୁ ନୂତନ ନିୟମକୁ ପାଳନ କରିବା ଉଚିତ ନୁହେଁ କି? ଏହା କରିବା ସଠିକ ଅଟେ। ଆସନ୍ତୁ ଆମ୍ଭେମାନେ ସେହି ଆଶୀର୍ବାଦକୁ ଖୋଜିବା ଯାହା ପରମେଶ୍ୱର ଲୋକଙ୍କୁ ପ୍ରତିଜ୍ଞା କରିଅଛନ୍ତି। ଆସନ୍ତୁ ଆମେ ଯେରେମିୟ ଅଧ୍ୟାୟ 31 ପଦ 31 ଦେଖିବା। ଅଧ୍ୟାୟ 31 ପଦ 31। ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ କ'ଣ
ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା ଏପରି ସମୟ ଆସୁଅଛି। 새 언약을 세우리. ଆସନ୍ତୁ ଆମ୍ଭେମାନେ ପଦ 33ରେ ନୂତନ ନିୟମ ବିଷୟରେ ଅଧିକ ଜାଣିବା। 나 여호와가 ମାତ୍ର ସଦାପ୍ରଭୁ କହନ୍ତି ସେହି ସକଳ ଦିନର ଉତ୍ତାରେ ଆମ୍ଭେମାନେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। 내가 나의 법을 ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର କିଏ ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। 것이라. ଯେହେତୁ ପରମେଶ୍ୱର ଆଲୋକ ଅଟନ୍ତି, ତେଣୁକରି ତାହାଙ୍କର ଅର୍ଥ ଥିଲା ଆମ୍ଭେ ସେମାନଙ୍କର ଆଲୋକ ହେବା ଏବଂ ସେମାନେ ଆମ୍ଭର ଲୋକ ହେବେ, ଯେଉଁମାନେ ଆଲୋକରେ ବାସ କରନ୍ତି। ଏହିପରି ଭାବରେ ପରମେଶ୍ୱର ମଲ୍କିସେଦକଙ୍କ ଅନୁସାରେ ନୂତନ ନିୟମରେ ସେମାନଙ୍କୁ ସ୍ୱୀକାର କରନ୍ତି। 인정을 하셨습니다. ପରମେଶ୍ୱର ଯେପରି ଯୀଶୁଙ୍କୁ ମଲ୍କିସେଦକଙ୍କ ସଦୃଶ ମହାଯାଜକ କହିଲେ, 아니라 그렇게 칭하셨던 것처럼 ସେହିପରି ସେ ନୂତନ ନିୟମରେ ଥିବା ଲୋକମାନଙ୍କୁ ଆମ୍ଭର ଲୋକ କହନ୍ତି। 라고 이렇게 칭함을 주셨습니다. ଏହି ଉପାଧି ସମସ୍ତଙ୍କୁ ଦିଆଯାଇ ନାହିଁ। ଆମ୍ଭମାନଙ୍କୁ ଆଲୋକରେ ରହିବା ଉଚିତ। 되겠습니다. କ'ଣ ଆମ୍ଭମାନଙ୍କୁ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କଠାରେ ନିବାସ କରିବା ଉଚିତ ନୁହେଁ କି? 돼야 되지 않겠습니까? ପଦ 34 4절에 계속 ପୁଣି ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ। ଯେହେତୁ ଆମ୍ଭେ ସେମାନଙ୍କର ସେ କ'ଣ କରିବେ? ଅପରାଧ କ୍ଷମା କରିବା। ସେ ସେହିମାନଙ୍କର ଅପରାଧକୁ କ୍ଷମା କରିବେ ଯେଉଁମାନେ ନୂତନ ନିୟମରେ ଅଛନ୍ତି ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ତେବେ କ'ଣ ଏହି ନିୟମକୁ ସହଜରେ ଉଚ୍ଛେଦ କରାଯାଇପାରିବ କି? 쉽게 ପଦ 36 ଯେବେ ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ, ତେବେ ଇସ୍ରାଏଲ ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ, ଏହା ପ୍ରଭୁ କହନ୍ତି। 이 나라가 ପଦ 35 ଦିବସରେ ଜ୍ୟୋତି ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତି ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ର ଗଣର ବିଧାନ ଆଦି ସ୍ଥାପନ କରନ୍ତି, 바다를 격동 ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗ ସମୂହକୁ ଗର୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି। 하는 얘기입니까? 절대 କ'ଣ ଏହି ନିୟମ ପରିବର୍ତ୍ତନ ହେବ? ସେ ପ୍ରତିଜ୍ଞା କଲେ ଯେ ଏହା କେବେ ପରିବର୍ତ୍ତନ ହେବ ନାହିଁ। ତେବେ ଆମ୍ଭମାନଙ୍କୁ ଆଲୋକରେ ବାସ କରିବା ପାଇଁ 저도 그 하려면 ଆମ୍ଭେମାନେ ନୂତନ ନିୟମରେ ବିଶେଷ କରି ନିସ୍ତାର ପର୍ବର ସତ୍ୟରେ 가운데서 ଆମ୍ଭେମାନେ ରହିବା ଉଚିତ। ହଁ ନା? 진리 안에 또 거하는 우리가 돼야 되지 않겠습니까? ସେଥିପାଇଁ ଏବ୍ରୀ ଅଧ୍ୟାୟ 9 କହିଥାଏ ଯେ ନୂତନ ନିୟମ ଆମ୍ଭମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଅନନ୍ତ ଉତ୍ତରାଧିକାରୀକୁ ପ୍ରାପ୍ତ କରିବା ନିମନ୍ତେ ସକ୍ଷମ କରିଥାଏ। 라고 했습니다. ଅନ୍ୟ ଅର୍ଥରେ କ'ଣ ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା ନୁହେଁ କି, ଯାହା ଆମ୍ଭମାନଙ୍କୁ ସ୍ୱର୍ଗକୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ? 했습니까? ଆସନ୍ତୁ ପୁନର୍ବାର ଯୋହନ ଅଧ୍ୟାୟ 3 ପଦ 19 ଦେଖିବା। ଆଉ ସେହି ବିଚାର ଏହି ଜଗତରେ ଜ୍ୟୋତି ପ୍ରକାଶିତ ହୋଇଅଛି, 저는 이것이니 ଆଉ ଲୋକମାନେ ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ତେଣୁ ସେମାନଙ୍କର କର୍ମ ସବୁ ମନ୍ଦ। 빛보다 어두움을 କାରଣ ଯେ କେହି କୁକର୍ମ କରେ ସେ ଜ୍ୟୋତିକି ଘୃଣା କରେ। 빛을 미워하는 ପୁଣି ସେମାନେ କ'ଣ କରିବେ? ସେମାନେ ଆଲୋକକୁ ଆସିବେ ନାହିଁ। ଏପରି କାହିଁକି? ଏପରି ଏଥିପାଇଁ ଅଟେ କାରଣ ସେମାନେ ଆଲୋକକୁ ପସନ୍ଦ କରନ୍ତି ନାହିଁ। 사랑하지 않고 ଏହା ସେମାନଙ୍କର ସ୍ୱଭାବ। ଏହାକୁ ପଦ 20ରେ କୁହାଯାଇଅଛି, ପୁଣି କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ। 20절에 설명합니다. ପଦ 21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ ସେ କ'ଣ କରିଥାଏ? ସେ ଜ୍ୟୋତି ନିକଟକୁ ଆସେ। 빛으로 온다고 했습니다. ଯେତେବେଳେ ଆତ୍ମା ଓ କନ୍ୟା କୁହନ୍ତି ଆସ, ସେତେବେଳେ କ'ଣ ସେମାନେ ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି? ତେବେ କିଏ ଆଲୋକ ଅଟନ୍ତି? 옵니까 안 옵니까? ଯିଏ ସତ୍ୟ ଦ୍ୱାରା ବଞ୍ଚେ ସେ ଆଲୋକକୁ ଆସେ। 쫓는 자는 ଯେତେବେଳେ ଆମେ ମାତା ପରମେଶ୍ୱରଙ୍କୁ ପ୍ରଚାର କରୁ, ସେତେବେଳେ ସେମାନେ ପଚାରନ୍ତି ମାତା ପରମେଶ୍ୱର ଏହା କେଉଁଠାରେ ଲେଖା ଅଛି? ଏହା ବାଇବଲରେ ଅଛି। ଆସନ୍ତୁ ଆମେ ବାଇବଲକୁ ଦେଖିବା। 갈라디아 4장 ଯେତେବେଳେ ସେମାନେ ଗାଲାତୀୟ 4 ଏବଂ ଆଦି ପୁସ୍ତକକୁ ପଢ଼ନ୍ତି, ତେବେ କ'ଣ ଏହା ସ୍ପଷ୍ଟ ଭାବରେ କୁହାଯାଇ ନାହିଁ କି? 그러니까 ତେଣୁକରି ଯେ କେହି ସତ୍ୟ ଦ୍ୱାରା ବଞ୍ଚିଥାଏ ସେ ଆଲୋକକୁ ଆସିଥାଏ, 이는 그 ଯେପରି ତାହାର କର୍ମ ସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ। 하시니라고 했습니다. ଫଳସ୍ୱରୂପ ସେମାନେ ନୂତନ ନିୟମ ଏଥିସହିତ ମାତା ପରମେଶ୍ୱର ଏବଂ ପିତା ପରମେଶ୍ୱରଙ୍କୁ ମଧ୍ୟ ଗ୍ରହଣ କରିଥାନ୍ତି। 영접하고 아버지 하나님도 영접하고 ପିତା ଏବଂ ମାତାଙ୍କୁ ଭେଟିବା ସେମାନଙ୍କ ପାଇଁ ଅନ୍ୟ କୌଣସି ଜିନିଷ ଅପେକ୍ଷା ଅଧିକ ମୂଲ୍ୟବାନ। 신에게는 그보다 더 소중한 ଏହାଠାରୁ ବଡ଼ ଆନନ୍ଦ ଆଉ କିଛି ନାହିଁ। 기쁨이 없고 ଏହା ଦେଖି ଆମ୍ଭମାନଙ୍କୁ ଆଲୋକର ସନ୍ତାନଗଣଙ୍କୁ ସୁସମାଚାର ପ୍ରଚାର କରିବା ଉଚିତ। 복음의 소식을 전해야 될 것 같습니다. ଆଲୋକର ସନ୍ତାନମାନଙ୍କ ନିମନ୍ତେ 그 소리 한마디에 ମାତା ପରମେଶ୍ୱରର ସରଳ ଉଲ୍ଲେଖ ସେମାନଙ୍କ ହୃଦୟ ଉପରେ ଏପରି ବଡ଼ ପ୍ରଭାବ ପକାଇପାରେ। 자녀들의 어떤 특징이라고 볼 수 있겠습니다.
ପରମେଶ୍ୱର ଆମ୍ଭମାନଙ୍କୁ ଆଲୋକରେ ରହିବାକୁ ଅନୁମତି ଦେଲେ 가게 하셨다는 ଏବଂ ଏହା ନିଶ୍ଚିତ କରିବା ପାଇଁ ଯେ ସେ ନୂତନ ନିୟମ ଅର୍ଥାତ୍ ମଲ୍କିସେଦକଙ୍କ ରୀତିକୁ ସ୍ଥାପନ କଲେ। 확립해 주시고 ଏହା ବ୍ୟତୀତ ସେ ନୂତନ ନିୟମ ମାଧ୍ୟମରେ ଏହା ପ୍ରକାଶ କଲେ ଯେ ଆମେ ଆଲୋକର ସନ୍ତାନ ଅଟୁ ଅଥବା ଅନ୍ଧକାରର ସନ୍ତାନ। 하나님께서 가리게 해 놓으셨습니다. ଭାଇ ଓ ଭଉଣୀମାନେ, ମୁଁ ଆଶା କରେ ଯେ ଆମ୍ଭେମାନେ ପିତା ଏବଂ ମାତାଙ୍କ ଠାରୁ ଆହୁରି ମଧ୍ୟ ଅଧିକ ପ୍ରେମ ଏବଂ ଆଶୀର୍ବାଦ ପ୍ରାପ୍ତ କରୁଥାଇ ସର୍ବଦା ନିମନ୍ତେ ଆଲୋକରେ ରହିବା। 받을 수 있는 ଏହା ଆଶା କରୁଥାଏ ଯେ ଆପଣ ଏହି ବାକ୍ୟ ଦ୍ୱାରା ଅନୁଗ୍ରହ ପ୍ରାପ୍ତ କରିଛନ୍ତି। ମୁଁ ଆଜିର ଉପଦେଶ ସମାପ୍ତ କରୁଛି। ଆପଣଙ୍କୁ ଧନ୍ୟବାଦ।